ଯେବେ ବି ଆମେ ମିଶରର କଥା ଭାବୁ କ'ଣ ମନକୁ ଆସେ? ମମି, ପିରାମିଡ୍ସ ଆଉ ପରଲୋକର ସେଇ ରହସ୍ୟମୟ କାହାଣୀ ସବୁ, ଠିକ୍ ନା? କିନ୍ତୁ ଯଦି ମୁଁ କହିବି ଏସବୁର ମୂଳା କଥାଟା ଆମେ ଭାବୁଥିବାଠାରୁ ପୂରା ଅଲଗା, ଯଦି ସେମାନଙ୍କର ପୁରାଣ ଦୁନିଆର ଶେଷ ହେବାକୁ ନେଇ ନୁହେଁ, ବରଂ ତାକୁ ବଞ୍ଚେ ରଖିବାକୁ ନେଇ ଗଢ଼ା ହୋଇଥିଲା, ଚାଲନ୍ତୁ ଆଜି ସେଇ ଅଦ୍ଭୁତ ଦୁନିଆ ଭିତରକୁ ଟିକେ ପଶିବା। ଶୁଣନ୍ତୁ ତ ଏଇ କଥାଟା। ମିଶ୍ରୀୟମାନେ ଅସନ୍ତୁଳନକୁ ଡରୁଥିଲେ, ଶେଷ ହେବାକୁ ନୁହେଁ। ବାସ୍ ଏଇ ଗୋଟିଏ ଲାଇନ୍ ଆମେ ପୁରାଣ ବିଷୟରେ ଯାହା ସବୁ ଜାଣିଛେ ସେସବୁକୁ ପୂରା ବଦଳେଇ ଦେଉଛି। ଦେଖନ୍ତୁ, ବହୁତ ସଂସ୍କୃତିରେ ଦୁନିଆ କେବେ ଶେଷ ହେବ ସେଇଟାକୁ ନେଇ ଚିନ୍ତା, କିନ୍ତୁ ମିଶ୍ରୀୟମାନଙ୍କ ପାଇଁ ପ୍ରକୃତ ଭୟ ଥିଲା ସବୁକିଛିର ସନ୍ତୁଳନ ବିଗିଡ଼ିଯିବା। ତେବେ ଟିକେ ଭାବନ୍ତୁ ତ, ଯଦି ଗୋଟେ ବ୍ରହ୍ମାଣ୍ଡର ଉଦ୍ଦେଶ୍ୟ କୌଣସି ଶେଷ ଜାଗାରେ ପହଞ୍ଚିବା ନୁହେଁ, ବରଂ କେବଳ ଚାଲିଥିବା ଯାତ୍ରାଟାକୁ ଠିକ୍ଠାକ୍ ଭାବେ ବଜାଇ ରଖିବା ହୋଇଥାଏ, ତାହେଲେ ଏହି ପ୍ରଶ୍ନଟା ହିଁ ଆମକୁ ସେହି ଦୁନିଆକୁ ନେଇଯିବ ଯୋଉଠି ଭାଗ୍ୟଠୁ ବେଶି ଗୁରୁତ୍ୱପୂର୍ଣ୍ଣ ଥିଲା ନିରନ୍ତର ଯତ୍ନ। ଆଚ୍ଛା, ତ ଏଇ ଯେଉଁ ସନ୍ତୁଳନ କଥା ଆମେ କହୁଛେ, ଏଟା ଆସିଲା କେଉଠୁ? ଦେଖନ୍ତୁ, ମିଶ୍ରୀୟମାନଙ୍କର ପୂରା ଦୁନିଆକୁ ଦେଖିବାର ନଜରିଆ ଗୋଟେ ମୂଳ ଦ୍ୱନ୍ଦ୍ୱ ଉପରେ ତିଆରି ହୋଇଥିଲା। ଦୁଇଟା ବିପରୀତ ଶକ୍ତି ଭିତରେ ଚାଲିଥିବା ଏକ ଅନନ୍ତ ସଂଘର୍ଷ। ଏଥିରୁ ପ୍ରଥମ ଶକ୍ତି ଥିଲା ମାଆତ୍। ଏହା ଥିଲା ସେହି ଦିବ୍ୟ ବ୍ୟବସ୍ଥା, ଶୃଙ୍ଖଳା, ସତ୍ୟ, ନ୍ୟାୟ, ଯାହାକୁ ସୃଷ୍ଟିକର୍ତ୍ତା ଦେବତା ରା ସୃଷ୍ଟିର ଆରମ୍ଭରେ ତିଆରି କରିଥିଲେ। ଏହା ଖାଲି କିଛି ନିୟମ ନଥିଲା, ବରଂ ଏହା ଥିଲା ସମଗ୍ର ଅସ୍ତିତ୍ୱର ମୂଳଦ୍ୱାର, ଯାହା ପୂରା ବ୍ରହ୍ମାଣ୍ଡକୁ ଏକାଠି ବାନ୍ଧି ରଖିଥିଲା। ଆଉ ମାଙ୍କର ଠିକ୍ ବିପରୀତରେ ଥିଲା ଇସ୍ଫେଟ୍, ବିଶୃଙ୍ଖଳା, ହିଂସା, ମିଛ ସବୁକିଛିର ପ୍ରତୀକ। ସେମିତି ଗୋଟେ ଶକ୍ତି ଯେ ସବୁବେଳେ ସୃଷ୍ଟିର ସୀମାରେ ଛକି ରହିଥାଏ, କେବଳ ସୁଯୋଗ ଖୋଜୁଥାଏ ଏହି ସୁନ୍ଦର ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ। କିନ୍ତୁ ଏଠି ଗୋଟେ ବହୁତ ମଜାଦାର କଥା ଅଛି। ଏଇଟା ଖାଲି ଭଲ ଆଉ ମନ୍ଦ ଭିତରେ ଲଢ଼ାଇ ନଥିଲା। ମିଶରୀୟମାନେ ଭାବୁଥିଲେ ଯେ ଗୋଟେ ନଥିଲେ ଆରଟାର କିଛି ମୂଲ୍ୟ ନାହିଁ। ମାନେ, ଶୃଙ୍ଖଳାର ପ୍ରକୃତ ମୂଲ୍ୟ ବୁଝିବା ପାଇଁ ବିଶୃଙ୍ଖଳାର ବିପଦ ସବୁବେଳେ ରହିବା ଦରକାର। ତାହେଲେ ଏହି ଦ୍ୱନ୍ଦ୍ୱ ପ୍ରକୃତରେ କାମ କେମିତି କରୁଥିଲା? ଏହାକୁ ବୁଝିବା ପାଇଁ ଆମକୁ ସିଧା ବ୍ରହ୍ମାଣ୍ଡର ସବୁଠୁ ବଡ଼ ସ୍ତରକୁ ଯିବାକୁ ପଡ଼ିବ, ସେଠି ଯେଉଁଠି ଦେବତାମାନେ ପ୍ରତିଦିନ ସଂଘର୍ଷ କରୁଥିଲେ। ଆଉ ଏହି ସଂଘର୍ଷର କାହାଣୀ ଆରମ୍ଭ ହୁଏ ସୃଷ୍ଟିରୁ। ଯେତେବେଳେ ସୂର୍ଯ୍ୟ ଦେବତା ରା ଆଦିମ ବିଶୃଙ୍ଖଳାର ପାଣି ଭିତରୁ ବାହାରିଲେ ଆଉ ନୂଆ ଦୁନିଆ ପାଇଁ ନିୟମ ସ୍ଥାପନ କଲେ, ଯାହା ହେଉଛି ମାଆତ୍। ଏଇଟା ହିଁ ଥିଲା ବିଶୃଙ୍ଖଳା ଉପରେ ଶୃଙ୍ଖଳାର ପ୍ରଥମ ବିଜୟ। ଆଉ ସେହିଦିନଠାରୁ ପ୍ରତିଦିନ ଏହି ସଂଘର୍ଷ ଚାଲି ଆସୁଛି। ଦେଖନ୍ତୁ, ପ୍ରତି ସୂର୍ଯ୍ୟାସ୍ତରେ ରାଙ୍କର ସୌର ନୌକା ଡ୍ୟୁଆର୍ଟ ନାମକ ଏକ ବିପଜ୍ଜନକ ପାତାଳ ଲୋକରେ ପଶେ। ଏହି ଯାତ୍ରା ପୂରା 12 ଘଣ୍ଟା ଧରି ଚାଲେ, ଆଉ ପ୍ରତି ଘଣ୍ଟାରେ ଥାଏ ନୂଆ ନୂଆ ଆହ୍ୱାନ। ରାତିର ସବୁଠୁ ଗଭୀର ସମୟରେ ରା ନିଜର ସବୁଠୁ ବଡ଼ ଶତ୍ରୁର ସାମ୍ନା କରନ୍ତି, ଆଉ ସେହି ଯୁଦ୍ଧରେ ଜିତିବା ପରେ ଯାଇ ସେ ପୁଣି ସକାଳର ସୂର୍ଯ୍ୟ କ୍ଷେପ୍ରୀ ଭାବରେ ପୁନର୍ଜନ୍ମ ନିଅନ୍ତି। ଆଉ ସେଇ ବଡ଼ ଶତ୍ରୁ କିଏ ଜାଣନ୍ତି? ସେ ହେଉଛି ଆପେପ୍, ବିଶୃଙ୍ଖଳାର ବିଶାଳ ସର୍ପ। ସେ ଥିଲା ଇସ୍ଫେଟ୍ର ଜୀବନ୍ତ ରୂପ। ତାର ଗୋଟିଏ ହିଁ ଲକ୍ଷ୍ୟ ଥିଲା, ସୂର୍ଯ୍ୟଙ୍କୁ ଗିଳିଦେବା ଆଉ ପୂରା ଦୁନିଆକୁ ଚିରଦିନ ପାଇଁ ଅନ୍ଧାରରେ ବୁଡ଼େଇଦେବା। ପ୍ରତି ରାତିରେ ପୂରା ସୃଷ୍ଟିର ଭାଗ୍ୟ ଏହି ଗୋଟିଏ ଯୁଦ୍ଧ ଉପରେ ହିଁ ଡଙ୍ଗା ହୋଇ ରହୁଥିଲା। ହେଲେ ଏଠି ଆଉ ଗୋଟେ କଥା ଅଛି, ଆପେପ୍ କେବେ ବି ସମ୍ପୂର୍ଣ୍ଣ ଭାବେ ମରୁନଥିଲା। ସେ ପ୍ରତି ରାତିରେ ପୁଣି ଜି ଉଠୁଥିଲା। ଆଉ ଏଇଠି ହିଁ ମିଶରୀୟ ଦର୍ଶନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟା ଲୁଚି ରହିଛି। ଶୃଙ୍ଖଳା ସ୍ଥାପନ କରିବା ଗୋଟେ ଥରର କାମ ନୁହେଁ। ଏହା ଏକ ଅନ୍ତିମ ବିଜୟ ନୁହେଁ, ବରଂ ଏକ ନିରନ୍ତର ପ୍ରତିଦିନର ସଂଘର୍ଷ। ଏହାକୁ ହିଁ କୁହାଯାଏ ଅନନ୍ତ ଯତ୍ନ। ଠିକ୍ ଅଛି, ତ ଏତେ ସବୁ ତ ସ୍ୱର୍ଗରେ ଦେବତାମାନଙ୍କ ଦୁନିଆରେ ଚାଲିଥିଲା, କିନ୍ତୁ ପୃଥିବୀରେ କ'ଣ ହେଉଥିଲା? ଏଇ ବ୍ରହ୍ମାଣ୍ଡୀୟ ସଂଘର୍ଷର ପ୍ରତିଫଳନ ସିଧାସଳଖ ପୃଥିବୀରେ ଦେଖିବାକୁ ମିଳୁଥିଲା, ଆଉ ଏହାର ଦାୟିତ୍ୱ ନେଉଥିଲେ ରାଜା, ଅର୍ଥାତ୍ ଫାରୋ। ଫାରୋଙ୍କର କାମ କ'ଣ ଥିଲା? ତାଙ୍କର ଗୋଟିଏ ହିଁ ମୂଳମନ୍ତ୍ର ଥିଲା, ମାଆତ୍ ସ୍ଥାପନ କର ଏବଂ ଇସ୍ଫେଟ୍କୁ ବିନାଶ କର। ଏଟା ଖାଲି କହିବା କଥା ନଥିଲା, ଏହା ଥିଲା ତାଙ୍କର ସବୁଠୁ ବଡ଼ ଦାୟିତ୍ୱ, ତାଙ୍କର ଦିବ୍ୟ କର୍ତ୍ତବ୍ୟ। ଯେମିତି ସ୍ୱର୍ଗରେ ରା, ଠିକ୍ ସେମିତି ପୃଥିବୀରେ ଫାରୋ ଥିଲେ ମାଆତ୍ର ରକ୍ଷକ। ଆଉ ସେ ଏହି କାମ କରୁଥିଲେ କେମିତି? ଦେଖନ୍ତୁ, ତାଙ୍କର ପ୍ରତ୍ୟେକ କାମ, ସେ ନ୍ୟାୟିକ ବ୍ୟବସ୍ଥାକୁ ଠିକ୍ ରଖିବା ହେଉ, ନୀଳ ନଦୀର ବନ୍ୟା ପାଇଁ ପୂଜାପାଠ କରିବା ହେଉ, କିମ୍ବା ଦେଶର ସୀମାକୁ ଶତ୍ରୁଙ୍କଠାରୁ ରକ୍ଷା କରିବା ହେଉ, ଏସବୁକୁ ମାଆତ୍ ବଜାୟ ରଖିବାର ଏକ ଅଂଶ ବୋଲି ଧରାଯାଉଥିଲା। ଏପାଳିକି ବାହାରର ଶତ୍ରୁମାନଙ୍କୁ ବି ବିଶୃଙ୍ଖଳାର ଶକ୍ତି
ମାନେ ଈଶ୍ୱିଟ୍ର ପ୍ରତୀକ ବୋଲି ଦେଖାଯାଉଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଥିଲା ମା ଆତ୍ ଉପସ୍ଥାପନ। ଏଥିରେ ଫାରୋ ଦେବୀ ମା ଆତ୍ଙ୍କର ଏକ ଛୋଟ ମୂର୍ତ୍ତି ଦେବତାମାନଙ୍କୁ ଅର୍ପଣ କରୁଥିଲେ। ଏହା ଏକ ପ୍ରକାରର ରିପୋର୍ଟ କାର୍ଡ ଦେବା ଭଳି ଥିଲା। ଫାରୋ କହୁଥିଲେ, ଦେଖନ୍ତୁ, ମୁଁ ପୃଥିବୀରେ ମୋ କାମ ଠିକ୍ ଭାବେ କରିଛି, ମୁଁ ଶୃଙ୍ଖଳା ବଜାୟ ରଖିଛି, ଆଉ ଏହାର ବଦଳରେ ଦେବତାମାନେ ବ୍ରହ୍ମାଣ୍ଡକୁ ଚଳାଇ ରଖିବାରେ ନିଜର ଆଶୀର୍ବାଦ ଦେଉଥିଲେ। ହଉ, ତେବେ ଦେବତାଙ୍କ କାମ ଜାଣିଲେ, ରାଜାଙ୍କ କାମ ବି ଜାଣିଲେ, କିନ୍ତୁ ଜଣେ ସାଧାରଣ ଚାଷୀ, କାରିଗର ବା ସୈନିକର କ'ଣ? ସେମାନଙ୍କର କିଛି ଭୂମିକା ଥିଲା କି? ହଁ, ନିଶ୍ଚୟ ଥିଲା, ଆଉ ତାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଥିଲା। କାରଣ ଯଦି ଦେବତା ରାତିରେ ଯୁଦ୍ଧ କରୁଛନ୍ତି ଆଉ ରାଜା ଦେଶ ଚଳାଉଛନ୍ତି, ତେବେ ଏହି ବିରାଟ ବ୍ରହ୍ମାଣ୍ଡକୁ ବଜାୟ ରଖିବାରେ ଜଣେ ସାଧାରଣ ମଣିଷର କ'ଣ ଭୂମିକା? ଏହି ପ୍ରଶ୍ନର ଉତ୍ତରରେ ହିଁ ମା'ର ପ୍ରକୃତ ଅର୍ଥ ଲୁଚି ରହିଛି। ଏହା କେବଳ ଏକ ବଡ଼ ଧାରଣା ନଥିଲା, ଏହା ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନର ଅଂଶ ଥିଲା। ଆଉ ଏହି ଭୂମିକା ସବୁଠୁ ସ୍ପଷ୍ଟ ଭାବରେ ଦେଖାଯାଏ ମୃତ୍ୟୁ ପରେ ହେଉଥିବା ହୃଦୟର ଓଜନ ପରୀକ୍ଷାରେ। କଳ୍ପନା କରନ୍ତୁ, ମୃତ୍ୟୁ ପରେ ଆତ୍ମା ଦୁଇ ସତ୍ୟର ପ୍ରକୋଷ୍ଠକୁ ଯାଏ। ସେଠି ଗୋଟେ ତରାଜୁର ଗୋଟେ ପଟେ ମୃତ ବ୍ୟକ୍ତିର ହୃଦୟକୁ ରଖାଯାଏ, ଆଉ ଅନ୍ୟପଟେ ରଖାଯାଏ ଦେବୀ ମା ଆତ୍କଙ୍କର ସତ୍ୟର ଗୋଟିଏ ପର। ଯଦି ତାର ହୃଦୟ ସେହି ପରଠାରୁ ହାଲୁକା ହୁଏ, ତେବେ ସେ ପରଲୋକକୁ ଯାଏ, ନଚେତ୍ ଏମିଟ୍ ନାମକ ଏକ ରାକ୍ଷସ ତାକୁ ଖାଇଦିଏ। ଏହା ହିଁ ଥିଲା ଜୀବନର ଶେଷ ପରୀକ୍ଷା। ଆଉ ହୃଦୟର ଓଜନ କମିବ କେମିତି? 42ଟି ନକାରାତ୍ମକ ସ୍ୱୀକାରୋକ୍ତି ଦ୍ୱାରା, ଯେମିତିକି ମୁଁ ପାପ କରିନାହିଁ, ମୁଁ ମିଛ କହିନାହିଁ, ମୁଁ କାହାକୁ କନ୍ଦାଇ ନାହିଁ, ଏମିତି ସବୁ କଥା। ଏଗୁଡ଼ିକ ପ୍ରକୃତରେ ଦୈନନ୍ଦିନ ଜୀବନ ପାଇଁ ଏକ ମରାଲ ଗାଇଡବୁକ୍ ଥିଲା। ସଚ୍ଚୋଟ ରହିବା, ଦୟାଳୁ ହେବା, ଏହି ଛୋଟ ଛୋଟ କାମଗୁଡ଼ିକ ହିଁ ବ୍ରହ୍ମାଣ୍ଡର ସନ୍ତୁଳନ ରଖିବାରେ ସାହାଯ୍ୟ କରୁଥିଲା। ତେଣୁ ଏବେ ଚିତ୍ରଟା ପୁରା ସ୍ପଷ୍ଟ ହୋଇଯାଉଛି। ଦେବତା, ରାଜା ଆଉ ସାଧାରଣ ମଣିଷ ସମସ୍ତେ ମିଶି ଗୋଟିଏ ବଡ଼ ପ୍ରୋଜେକ୍ଟରେ କାମ କରୁଥିଲେ, ବ୍ରହ୍ମାଣ୍ଡକୁ ବଜାୟ ରଖିବା। ଏହା କୌଣସି ଜଣକର ଦାୟିତ୍ୱ ନଥିଲା, ଏହା ଥିଲା ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଏପରିକି ସମୟକୁ ନେଇ ସେମାନଙ୍କର ଧାରଣା ବି ଖୁବ୍ ଗଭୀର ଥିଲା। ସେମାନେ ଅନନ୍ତ କାଳକୁ ଦୁଇ ଭାଗରେ ଦେଖୁଥିଲେ। ଗୋଟିଏ ହେଲା ନେହେ, ଯାହା ସୂର୍ଯ୍ୟ ପରି, ଚକ୍ରୀୟ ସମୟ, ଯାହା ପ୍ରତିଦିନ ଫେରିଆସେ, ଯାହାକୁ ଯତ୍ନ କରି ବଞ୍ଚେଇ ରଖିବାକୁ ପଡ଼େ। ଆଉ ଗୋଟିଏ ହେଲା ଜେଟ୍, ଯାହା ପିରାମିଡ୍ ପରି, ସ୍ଥାୟୀ, ଅପରିବର୍ତ୍ତିତ। ସେମାନେ ବୁଝିଥିଲେ ଯେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ପାଇଁ ଏହି ଦୁଇ ପ୍ରକାରର ସମୟ ହିଁ ଦରକାର। ଜଣେ ପ୍ରାଚୀନ ମିଶ୍ରୀୟ ଋଷି ତାହାହୋତେପ୍ କହିଥିଲେ, ଏହା ସତ ଯେ ମନ୍ଦ କାର୍ଯ୍ୟ ଦ୍ୱାରା ଧନ ମିଳିପାରେ, କିନ୍ତୁ ସତ୍ୟର ଶକ୍ତି ହେଉଛି ଯେ ତାହା ସ୍ଥାୟୀ। ଏହି କଥାଟି ହିଁ ସବୁକିଛିର ସାର। କେବଳ ମା ଆତ୍ ଅର୍ଥାତ୍ ସତ୍ୟ ଓ ଶୃଙ୍ଖଳା ହିଁ ଶେଷ ପର୍ଯ୍ୟନ୍ତ ରହେ। ତେଣୁ ଶେଷରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିପାରିବା, ମିଶ୍ରୀୟମାନଙ୍କର ବ୍ରହ୍ମାଣ୍ଡକୁ ଅଜୟ ହେବା ପାଇଁ ତିଆରି କରାଯାଇନଥିଲା, ବରଂ ଏହାକୁ ବଜାୟ ରଖିବା ପାଇଁ ତିଆରି କରାଯାଇଥିଲା। ଏହାର ଅସ୍ତିତ୍ୱ କୌଣସି ଗୋଟିଏ ବଡ଼ ବିଜୟ ଉପରେ ନିର୍ଭର କରୁନଥିଲା, ବରଂ ନିରନ୍ତର ସାମୂହିକ ଯତ୍ନ ଉପରେ ହିଁ ନିର୍ଭର କରୁଥିଲା। ଏହା ଆମକୁ ଗୋଟେ ବହୁତ ବଡ଼ କଥା ଶିଖାଏ ଯେ କୌଣସି ଜିନିଷକୁ ତିଆରି କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ତାକୁ ବଞ୍ଚେଇ ରଖିବା ତାଠୁ ବି ଅଧିକ ଗୁରୁତ୍ୱପୂର୍ଣ୍ଣ।